के नाही निजर लाଗୁছি अंधार सबु सुख स्वप्न सारी देला मोर संसार भांगिला गरी झिया सारी देला गरी झिया सारी देला के नहीं निजर लाଗୁছি अंधार के नहीं निजर लाগুছি अंधार सब सुख स्वप्न सारी देला मोर संसार भांगिला गरी झिया के नहीं निजर लाଗୁছি अंधार सब सुख स्वप्न सारी देला मोर संसार भांगिला गरी झिया सारी देला गरी झिया सारी देला गरी झिया
মদ পেয়ে রাস্তাঘাটে করছু হেই মারিকি ফটাই দেবি ছড়া হেই মদ পিবে রাস্তাঘাটে করবু কিবে হেই তোতে ইজ্জত মতো বলে কিছু নাই হেই পাঠ সাঠ পড়ি এমনি বস্তা আউছু হেই ছড়া অ্যাক্সিডেন্ট ফ্যাক্সিডেন্ট দায়ী কি হব বে হেই দায়ী কি হব ছড়া রাস্তাঘাটে করছু মদ পেয়েকি କଣ ନାହିଁ ସାର୍ ମୁଁ ମଦ ପିଇନି ସାର୍। କଣ ପିଉଛୁ ବିୟର ନାହିଁ ସାର୍। Shut up! ମୋ କଥା ଟିକେ ବୁଝିବାକୁ ଚେଷ୍ଟା କର ସାର୍। କଣ ବୁଝିବି ହେଇ କଣ ବୁଝିବି ଶୁଣା ମଦ ପିଇବୁ ରାସ୍ତାଘାଟେ ଗଡ଼ିବୁ ଶୁଣା ଆକ୍ସିଡେଣ୍ଟ ହେଲେ କିଏ ଦାୟୀ କିଏ ହବ ଶୁଣା ତମେ ମାନେ ମରିବ ଶୁଣା ଆମେ ମାନେ ଜଗିବୁ ହେଇ ସାର୍ କଣ ମୁଁ ଗୋଟିଏ ବଡ଼ ପରିସ୍ଥିତିରେ ପଡ଼ିଯାଇଛି ସାର୍। ଶୁଣା ପରିସ୍ଥିତିରେ ପଡ଼ିକି ରାସ୍ତାଘାଟେ ଗଡ଼ିବୁ ହେଇ ମୋ କଥା ଟିକେ ଶୁଣ ସାର୍। କଣ ହେଇଛି ମୁଁ ଗୋଟିଏ ଝିଅକୁ ବାହା ହେଇଥିଲି ସାର୍। ବାହା ହେଇଥିଲୁ ତ କଣ ଅସୁବିଧା ହେଇଗଲା ହେଲେ ସେ ଜମାରୁ ଭଲ ନୁହଁ ସାର୍। ଭଲ ନାହିଁ ତ ଦେଖି ଦେଖି କାହିଁକି ବାହା ହେଲୁ ବେ ଆରେ ମୁଁ ଜାଣିନଥିଲି ସାର୍। ଜାଣିନଥିଲି ସାର୍ ମୋ ସ୍ତ୍ରୀ ଗୋଟେ ଏମିତି ଅଲକ୍ଷଣୀ ବୋଲି ହଁ ମୋ ସ୍ତ୍ରୀ କଥାରେ ପଡ଼ି ମୁଁ ମୋ ଜନ୍ମ କଲା ବାପା ମାଆଙ୍କୁ ବିନା ଦୋଷରେ ମାରି ମାରି ଘରରୁ ବାହାର କରିଦେଲି ସାର୍। ଶଳା ତାପରେ କଣ ହେଲା ଶେଷରେ ମୋର ସବୁ ଧନ ସମ୍ପତ୍ତି ତା ନାଁରେ ଲେଖି ନେଲା। ତା ନାଁରେ ମୋ ସ୍ତ୍ରୀ ସାର୍। ତୋ ସ୍ତ୍ରୀ ନାଁରେ ହଁ ସାର୍। ଶଳା ହେଲେ ମୁଁ ଜାଣିନଥିଲି ହଁ ତାର ଗୋଟେ ପ୍ରେମିକ ଅଛି ବୋଲି। ତାର ଗୋଟେ ପ୍ରେମିକ ଅଛି ହଁ ସାର୍। ଶଳା ତୋ ସ୍ତ୍ରୀ ନାଁରେ ଗୋଟେ ପ୍ରେମିକ ହଁ ସାର୍। ଆରେ ଆଜିକାଲି ସବୁ ସବୁ ସ୍ତ୍ରୀ ତ ଗୋଟେ ଡବଲ ସିମ୍ ଆଉ ସବୁ ଝିଅ ମାନଙ୍କର ଡବଲ ସିମ୍ ଆଜିକାଲି ଇଆଡ଼େ ଗୋଟେ ସିମ୍ ଇଆଡ଼େ ଗୋଟେ ସିମ୍ ହ୍ୟାଲୋ ତମେ କୋଉଠି ହଁ ଇଆଡ଼େ ଗୋଟେ ସିମ୍ ଆଜିକାଲି ସବୁ ଝିଅର ଗୋଟେ ଡବଲ ସିମ୍ ସେ ଗୋଟେ ଫ୍ୟାସନ୍ ହେଇଗଲା ହଁ ତାପରେ କ'ଣ ହେଲା ମୋ ସ୍ତ୍ରୀ ତ ପ୍ରେମିକ ମିଶି ହଁ ମୋର ସବୁ ଧନ ସମ୍ପତ୍ତି ତାଙ୍କ ନାଁରେ ଲେଖେଇ ହଁ ସେମାନେ ମୋତେ ଜୀବନରୁ ମାରି ଦେବାକୁ ଚାହୁଁଥିଲେ ସାର୍। ତୋତେ ହଁ ସାର୍। ତୋତେ ଜୀବନରେ ମାରିଦେବାକୁ ବସିଥିଲେ କି ରେ ହଁ ସାର୍। ଶଳା ଯୁଗ କି ହେଲା ରେ ବାପା ଆଜିକାଲି ଯୋଉ ପ୍ରକାର ଯୁଗ ହେଲା ନାରୀମାନେ ଶାସନ କଲେଣି ପୁରୁଷ ମାନଙ୍କୁ ତାପରେ କ'ଣ ହେଲା ହେଲେ ମୁଁ ମରିବା ଅଭିନୟ କରି ବଞ୍ଚି ଯାଇଛି। ହଁ ହଁ ସାର୍ ମୁଁ ଆପଣଙ୍କୁ ହାତ ଯୋଡ଼ିଛି ସାର୍। ଆପଣ କିଛି ଗୋଟେ ବ୍ୟବସ୍ଥା କରନ୍ତୁ ସାର୍। ମୁଁ କ'ଣ ବ୍ୟବସ୍ଥା କରିବି କିଛି ଗୋଟେ ବ୍ୟବସ୍ଥା କରନ୍ତୁ ସାର୍। ମୁଁ କି ବ୍ୟବସ୍ଥା କରିବି ରେ ସାର୍ ମୁଁ ଆପଣଙ୍କୁ ହାତ ଯୋଡ଼ିଛି ସାର୍। ହାତ ଯୋଡ଼ିଲେ କ'ଣ ହବ ମୁଁ ଆପଣଙ୍କ ଗଳା ଧରୁଛି ସାର୍। ରବେ ମୋ ପ୍ୟାଣ୍ଟକୁ ଛାଡ଼ ଶଳା ମୋ ପ୍ୟାଣ୍ଟଟା ଟାଣି ଦେବୁ ଶଳା ମୁଣ୍ଡ ଗଳା ହେଇଯିବି ହିରେ ଏ ବାବା ମୁଁ ତ ସାମାନ୍ୟ ହୱାଲଦାରଟା ବୁଝିଲୁ ସାମାନ୍ୟ ହୱାଲଦାରଟା ତୋର କି ସଲ୍ଭ କରିବି ମୁଁ ହେଇ ତୋର କି ସଲ୍ଭ କରିବି ତୋର କାମ ହେଇ ଚାଲ ଆମ ଥାନାକୁ ଚାଲ ଆମ ଥାନାରେ ଗୋଟେ ନୂଆ ଇନଚାର୍ଜ ଆସିଛି ବୁଝିଲୁ ଆମର ଥାନାରେ ଗୋଟେ ନୂଆ ଇନଚାର୍ଜ ଆସିଛି ବୁଝିଲୁ ସାର୍। ତୋତେ ଗ୍ୟାରେଣ୍ଟି ନ୍ୟାୟ ଦେବ ଚାଲ କିନ୍ତୁ ସତ କଥା କହିବୁ ହେଲା ଡରିବୁନି ସତ କହିବାକୁ କିଆ ଡରିବି ସତ କହିବ ଚେମଲେ ମରିବି ଡରିବୁନି ହେଲା ହଁ ହେଲା ଡରିବୁନି ମୋ ସହିତ ଚାଲ ତୋ ପଛରେ ମୁତିବି ମୁଁ ରହିବି ହଁ ଟେନସନ୍ ନେ ନା ଚାଲ ମୋ ସହିତ ଚାଲ ତୋତେ ଗ୍ୟାରେଣ୍ଟି ନ୍ୟାୟ ମିଳିବ ଚାଲ ମୋ ସହିତ ଚାଲ अरे ईश्वर हाबिलदार कौन कर जाने इजारदार देखा नहीं आज आसिले से फुरुड़ा फाइल काढ़ी रि ओपन कर पड़ा हाँ आसाम मान गिरफ कर अच्छी एरिया 2 नंबर काम चलती से फाइलटा कौटी अच्छी सी हेका जानी आसू टी अपेक्षा करवा
এখানে থাকো এই ସେଇଠି ରହ ହଁ ସେଇଠି ରହ अभिधर ହଁ ସାର୍ ଗୁଡ୍ ମର୍ଣ୍ଣିଂ ସାର୍ तुम काली खोइतले फरा ସାର୍ से फुलगुड़ा फाइल अगाडि रि ओपन गरेको कुआडे जाइतल ଝାଡ଼ା ନା ଇଏ ସାର୍ ରାଉଣ୍ଡ ମାରବାକୁ ଯାଇଥିଲି ସାର୍ कुआडे ସାର୍ ରାଉଣ୍ଡ ମାରବାକୁ ଯାଇଥିଲି ସାର୍ ଇଏ ଡାଇନିଗୁଡ଼ା ଇଏ ପଲସକା ଏବାଟେ ସବୁ ରାଉଣ୍ଡ ମାରିକି ଆସିଲି ସାର୍ ହଁ अभिधर ସାର୍ तुम काली बारंबार खोइतले फरा ସାର୍ से फुलगुड़ा फाइल अगाडि रि ओपन गरेको कुआडे जाइतल ସାର୍ ସେ ପୁରୁଣା ଫାଇଲ୍ ଗୁଡ଼ାକ ଥାଉ ସାର୍ ସେଗୁଡ଼ାକ ଅଲମା ଖାଉଛି ସେଗୁଡ଼ାକ ଥାଉ ସାର୍ ପରେ ଦେଖିବା ମୁଁ ଗୋଟେ ବଡ଼ କେସ୍ଟା ନେଇ ଆସିଛି ସାର୍ अभिधर ସାର୍ से कथाटा परे बुझिबा वर्तमान से फुलगुड़ा फाइल खड़ा ସାର୍ ପୁରୁଣା ଫାଇଲ୍ ଗୁଡ଼ାକ ଅଲମା ଖାଉଛି ସେଗୁଡ଼ାକ ଥାଉ ସାର୍ ଗୋଟେ ବଡ଼ କେସ୍ଟା ନେଇକି ଆସିଛି ସେ କେସ୍କୁ ଆପଣ ସଲ୍ଭ କଲେ ଆପଣଙ୍କର ପ୍ରମୋସନ୍ ହେବ ଆଉ ମୋତେ 2 ପଇସା ମିଳିବ ସାର୍ हो कैसा अभिधर ବଡ଼ କେସ୍ଟା ସାର୍ ठीक अच्छे अभिधर भीतर फटाओ ସାର୍ ଏ ବାବୁ ଏଇ କହିଦେଇଛି ଏଇ ସାର୍ କହିଦେଇଛି ଡରିବୁନି ହେଲା ଡରିବୁନି ହଁ ମୁଁ ଅଛି ହେଲା नमस्कार सर ମୋ ସ୍ତ୍ରୀ ହତା ପ୍ରେମିକ ମିଶି ମୋର ସବୁ ଧନ ସମ୍ପତ୍ତି ତାଙ୍କ ନାଁରେ ଲେଖି ହଁ ସାର୍ ସେମାନେ ମୋତେ ଜୀବନରୁ ମାରିଦେବାକୁ ଚାହୁଁଥିଲେ ସାର୍ ମାରିଦେବାକୁ ବସିଥିଲେ ଆଉ ହେଲେ ମୁଁ ମରିବା ଅଭିନୟ କରି ବଞ୍ଚି ଯାଇଛି ହଁ ସାର୍ ମୁଁ ଜାଣିନଥିଲି ସାର୍ ମୋ ସ୍ତ୍ରୀ ଗୋଟେ ଏମିତି ଅଲକ୍ଷଣୀ ବୋଲି ମୋ ସ୍ତ୍ରୀ କଥାରେ ପଡ଼ି ମୁଁ ମୋର ସବୁ ଧନ ସମ୍ପତ୍ତି ତା ନାଁରେ ଲେଖିଦେଲି ସାର୍ ହେଲେ ମୁଁ ଜାଣିନଥିଲି ହଁ ତାର ଗୋଟେ ପ୍ରେମିକ ଅଛି ବୋଲି ମୋ ସ୍ତ୍ରୀ ଆଉ ତା ପ୍ରେମିକ ମିଶି ସେମାନେ ମୋତେ ଜୀବନରୁ ମାରିଦେବାକୁ ଚାହୁଁଥିଲେ ମାରିଦେବାକୁ ସାର୍। ବସିଥିଲେ ଆଉ ଆପଣ ଆପଣ ଏ ଘଟଣା ତଦାରଖ କରନ୍ତୁ ଆଉ ମୋତେ ନ୍ୟାୟ ଦିଅନ୍ତୁ ସାର୍ ହଁ ସାର୍ ମୁଁ ଆପଣଙ୍କ ଗଡ଼ ଧରୁଛି ସାର୍ ହଉ ଠିକ୍ ଅଛି ୟାରା ଲେଖା ଲେଖି କରିବା ୟାରା FIR ଲେଖିବା ତାପରେ ତୁ ସବୁ ହବ ଆଉ କ'ଣ ହେଲା ସାର୍ ଭାଲୁ ବାର ଲାଗି ସାର୍ अभिधर ସାର୍ से मो बड़ भाई ଶୁଣା हे भाई तू पुणी हे अवस्था रे तमे तो निशा बाबू से खुशी चला हठात कुआडे अरे तू मत क्षमा कर दे राहुल हाँ मत क्षमा कर दे अरे से निशा कथारे पड़ी अरे मु ते मारी मारी घर बाहर करदेली से निशा कथारे पड़ी मो बाबा माँ को भी मारी मारी घर बाहर कर दे ओ सट मते हेते कहले तू बकता शुणिलु प्रथम मते घर बाहर करथिलु आ हेबे कहछु बाबा घर छोड़ देली बोली अरे तार पड़ तुमको भी जा आ का कहलु एबे देखलु तो से नाकड़ी असुर प तोते छाड़बिनी तोते मारू मारू थार भाग कर देबी आराम जदा तो स्त्री पक्का जा अरे वो पक्का छो मुंह रखिए महाराज हाँ वो मारी बाग चाहे अरे सुनी सर अंत प्रेम चाहती है अरे बाबा बाग वो चिन्ह पारे नहीं हाथ में मारी मारी घर बाहर करदेली केवल मोह पाई बोली आज आम सुंदर संसार भांगी जो चुरमार हो जाए राहुल तार फल आज मत मिल जाइए मत मिल जाइए छि 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 निजे नकाई नपी बापा माँ तो पाठ पढ़े बड़े मनीष कले शेष तो स्त्री कतार पड़ी बापा माँ घर थोड़ी देलु हाउ कहचु आम घर द्वार दर सब बैंक मैनेज को से हराम निशा नार लिख दीजिए बोली हराम जदा भूल जाइए राहुल अरे मुझे जान नी अरे राखा था प्रेमिका बोली निशा राखा मिसी आमर सब धन सम्पत्ति ताक नार लिखे से मत भी जीवन मारी देवाक चाहते राहुल हे राहुल अरे तू मत जहाँ दंड देबू अरे मुझे सब सहीजी हेले बाबा कौटी अच्छा अरे केमी अच्छा अरे तू किसी गोटे व्यवस्था कर राहुल
ମୁଁ ତୋତେ ହାତ ଯୋଡ଼ୁଛି, ମୁଁ ତ ଗଡ଼ ଧରୁଛି ରାହୁଲ। ହଉ ଠିକ୍ ଅଛି। ଠିକ୍ ଅଛି, ଯେତେବେଳେ ତୁ କହୁଛୁ ତୋ କଥା ମୁଁ ମାନି ନେଉଛି। ହେଲେ ଗୋଟେ କଥା ଶୁଣ, ତୋ ପରି ମୁଁ ମୂର୍ଖ ନୁହଁ। ଆଉ ଗୋଟେ କଥା ଶୁଣ, ପ୍ରଥମେ ବାପାକୁ ଖୋଜିବା, ତାପରେ ଯାଇ ସେ ହାରାମର ନିଶା ଆଉ ରାକା ଚୌଧୁରୀ କଥା ବୁଝିବା। ଆମ ଘର ଦ୍ୱାର ଦଳ ସବୁ କେମିତି ଆମ ନାଁରେ ହେବ ସେ ମୁଁ କରିବି। ବର୍ତ୍ତମାନ ମୋ କୋର୍ଟ ଚାଲ। ହବିଲଦାର ସାର୍ ସେ ପୁରୁଣା ଫାଇଲ ଥାଉ, ହଁ, ମୁଁ ସାର୍। କାଲି ଆସି ଦେଖିଦେବି। ବର୍ତ୍ତମାନ ମୋତେ ଗୋଟେ ଜରୁରୀ କାମରେ ଯିବାକୁ ପଡ଼ିବ। ସାର୍ ବଡ଼ ଭାଇ କେ ଦେଉଛୁ ଚାଲ। ଆରେ ମୁଁ ବୋଟ କେସ୍ ବୋଲି ନେଇ ଆସିଥିଲି, ସେଇଟା ମୁଁ ସାର୍ଙ୍କର ଭାଇ ଇରିଶଳା ଯଦି ଉଲ୍ଟା ପାল্টা କ'ଣ କହିଦେଇଥିଲେ ମୋର ଚାକିରି ଗୋଲ ହେଇଯାଇଥାନ୍ତା ରେ ବାପା। ଯାଉ କିଛି କହିଲେନି, ଯାଉଛି ଏ ଡାଇନିଗୁଡ଼ା ପଟେ ଯାଇକି ସିଧା ବନଗଡ଼ ପଟେ ଏମିତି ସିଧା ମାରିବି। ହଁ ଯାଇକି ତ ଖିଡ଼ିଖିଡ଼ି ଆମର ଥାପିବି, ଆଉ ଦି ଚାଣା ମିଳିଲେ ହେଇଯିବ ମୋର ଖର୍ଚ୍ଚ। ଆଉ ଆବେ ଏଇ